से भावर ठाकुर भाव विनोदिया कालिया ठाकुर केतेबेले वृंदावन रे तो केतेबेले नीलकंदर रे पुणी केतेबेले श्रीक्षेत्र पुरी रे यात्रा करी भक्तर मन बोईतांती। सेहीपरि एक गाँ अच्छी खुरीपाणी ଯେଉଁଠାରେ ନାହିଁ ଜଗନ୍ନାଥ ମନ୍ଦିର ହେଲେ ହେଉଛି ରଥଯାତ୍ରା। ପ୍ରଭୁ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଭାରରେ ବୁହା ହୋଇଯାଆନ୍ତି ଓ ସେଠି ରଥଯାତ୍ରା ହୁଏ। ଆଜି ଖୁରୀପାଣି ଲୋକ ଆସିଛନ୍ତି ବ୍ରାହ୍ମଣୀପାଲି ଗାଁକୁ ସେଇ ମହାବାହୁଙ୍କୁ ନେବା ପାଇଁ। ଆସନ୍ତୁ ସେଇ ଗ୍ରାମବାସୀ ସହିତ ଆଲୋଚନା କରିବା ଯେ ମନ୍ଦିର କରିଛନ୍ତି ତାଙ୍କ ମନ୍ଦିରରୁ ଆଜି ମହାବାହୁ ଖୁରୀପାଣି ଗାଁକୁ ଯିବେ ସେଠାରେ ରଥଯାତ୍ରା ହେବ। ଆସନ୍ତୁ ପଚାରିବା ଆଜ୍ଞା ଆଜି ଖୁରୀପାଣି ଲୋକ ଆସିଛନ୍ତି ଆପଣଙ୍କ ଗାଁରୁ ମହାପ୍ରଭୁଙ୍କୁ ନେବେ ଓ ରଥଯାତ୍ରା କରିବେ କ'ଣ କହିବେ ଆଜ୍ଞା? ଜୟ ଜଗନ୍ନାଥ। ପ୍ରଭୁ ଭାବର ଠାକୁର ସେ ଭକ୍ତଗଣ ସେ ଖୁରୀପାଣିର ଏଇଟା ଭାଇ ବନ୍ଧୁ ସମସ୍ତେ ଏମାନଙ୍କର ଆଗ୍ରହ ଥିବାରୁ ଏଇଟା 4 ବର୍ଷ ହେଲା ମହାପ୍ରଭୁଙ୍କୁ ନିଅନ୍ତି। ଏଇଟା 4 ନମ୍ବର ବର୍ଷ ଆଉ ଏଇଟା ନେବେ ତାଙ୍କ ଗାଁରେ ସେ ପାଳନ କରିବେ ଆଉ ଏଇଟା ଗାଁର ସେ ଭାଇମାନେ ଆସିଛନ୍ତି ତାଙ୍କ ସହିତ। ଦେଖନ୍ତୁ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯାଇ ରଥଯାତ୍ରା ହେବ ଏଣୁ ଗ୍ରାମବାସୀ ଧାଇଁ ଆସିଛନ୍ତି ଅନ୍ୟ ଗାଁକୁ ମହାବାହୁଙ୍କୁ ନେବା ପାଇଁ। ଆମ ସହିତ ଖୁରୀପାଣି ଗାଁର ଅଛନ୍ତି ପଚାରିବା ଆଜ୍ଞା ଆପଣ ଆଜି ଆସିଛନ୍ତି କ'ଣ ରହିଛି ପରମ୍ପରା ଆଜ୍ଞା? ଆଜିକି 1826 ମସିହାରୁ ଖୁରୀପାଣି ରଥଯାତ୍ରା ହେଉଛି ଏକ ଚକିଆ ଆଉ ସେ ରଥଟା ସବୁଦିନ ଏକ ଚକିଆ ରଥ କରି ଚାଲୁଛୁ ଆଉ କେତେ ଦିନ କରି ଚାଲିବେ ଭଗବାନ ବୁଝିବେ। ସେ ଜଗନ୍ନାଥଙ୍କର ଦୟା ଆମେ କାଣା ନିମିତ୍ତ ମାତ୍ର। ସେ ଭଗବାନଙ୍କର ଲୀଳା ଯେତେ ଦିନ ତକ ହେଉଥିବାର ଯେତେ ଦିନ ହେଉଅଛି ହେଇ ଚାଲିଥିବା ପାଲିରୁ ନେଉଛୁ ରଥଯାତ୍ରା ପାଇଁ। ଦେଖନ୍ତୁ ଗାଁରେ ଜଗନ୍ନାଥ ମନ୍ଦିର ନଥିଲେ ଲୋକଙ୍କ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ସମସ୍ତ ପ୍ରତିବନ୍ଧକ। ସେମାନେ ବଣ ପାହାଡ଼ ଡେଇଁ ଆସିଛନ୍ତି ବ୍ରାହ୍ମଣୀପାଲି ଗାଁକୁ ମହାପ୍ରଭୁଙ୍କୁ ନେବା ପାଇଁ। ଆମ ସହିତ ଆଉ ଜଣେ ଅଛନ୍ତି ଶ୍ରଦ୍ଧାଳୁ ଯିଏ ଆସିଛନ୍ତି ଖୁରୀପାଣି ଗାଁରୁ ମହାବାହୁଙ୍କୁ ନେବା ପାଇଁ। ତାଙ୍କୁ ପଚାରିବା ଆଜ୍ଞା ଆପଣ ଆଜି ଆସିଛନ୍ତି ନେବା ପାଇଁ କ'ଣ ରହିଛି ପରମ୍ପରା କେତେ ବର୍ଷରୁ ଆପଣ ରଥ କରୁଛନ୍ତି ଆଉ କାହିଁକି ଗୋଟିଏ ଗାଁରୁ ନେଉଛନ୍ତି ଆପଣ ଗାଁରେ କାହିଁକି ଜଗନ୍ନାଥ ମନ୍ଦିର କରୁନାହାନ୍ତି? ଆଜ୍ଞା ଜଗନ୍ନାଥ ମନ୍ଦିର ଯେନ୍ କରବାରଟା ଯେନ୍ କହିଲେ ସେଟା ପୂର୍ବ ପୁରୁଷରୁ ଆମର ଗାଁର ବୁଢ଼ାମାନେ ଯେତେବେଳେ କରି ଆସୁଛନ୍ ସେମାନେ କିଛି ମୂଲ୍ୟ କରବାର ଆମେ ଭାବିଛୁଁ ଯେ କିଛି ଗୋଟେ ଜଗନ୍ନାଥ ମନ୍ଦିର ତିଆରି କରମୁ ବୋଲିକିରି। ଆରୁ କିଛି ମହାପ୍ରଭୁ ଯେତେବେଳେ ଆମର 3-4 ପିଣ୍ଡ ହେଇଗଲାନ ସେମାନେ କରି ଆସୁଛନ୍। ବର୍ତ୍ତମାନ ଇହାଦେ ଆମର୍ ଟାଇମ୍କେ ଆମେ ଏଇଟା ବ୍ରାହ୍ମଣୀପାଲିରୁ ନେଇକିରି ଯାଉଛୁଁ ମହାପ୍ରଭୁ ରଥଯାତ୍ରା କରବାର୍ ଲାଗି। ତାକି ଆଗଲି ତାଲପାଲିରୁ ମହାପ୍ରଭୁ ଆନୁଥିଲେ ତାର ପରେ ଘୁମେରରୁ ମହାପ୍ରଭୁ ଆନୁଥିଲେ ଗଡ଼ିଆ ଜୋରରୁ ଆନୁଥିଲେ। ଆମେ ବି ସେ ଗଡ଼ିଆ ଜୋର ସେ ଘୁମେରରୁ ଆନୁଥିଲେ ଯେ ଦେଖୁଥୁନୁ ଆମେ ଟିକେ ଛୋଟ ଥିନୁ। ଇହାଦେ ବର୍ତ୍ତମାନ ସେ ଗାଁକେ ଯିବାର କାରଣ କାଣା ହେଉଛି କି ବର୍ଷା ଯେତେବେଲେ ହେଉଛେ ଲମ୍ବା ରାସ୍ତା ହେଉଛେ ଆମର୍ ପିଲାମାନେ ଇହାଦେ କଧିଲେ ଆଜି ସେହି ମହାପ୍ରଭୁଙ୍କ ଠାନକେ ତାହାକୁ ସେ ମହାବାହୁକେ ଜଗନ୍ନାଥ କାଳିଆ ପ୍ରଭୁକେ ଆମେ ନେଇକିରି ଯିମୁ ବୋଲିକିରି ଆସିଛୁ ଆଜ୍ଞା। ଦେଖନ୍ତୁ ବଣ ପାହାଡ଼ ଡେଇଁ ନଦୀ ଡେଇଁ ସେମାନେ ଆସିଛନ୍ତି ମହାବାହୁଙ୍କୁ ନେବା ପାଇଁ। କେମିତି କଷ୍ଟ ହୁଏ କ'ଣ ହୁଏ ଆସନ୍ତୁ ପଚାରିବେ ଆଜ୍ଞା ଆପଣ ଆସୁଛନ୍ତି ଗୋଟିଏ ଗାଁରୁ ଅଲଗା ଗାଁକୁ ବର୍ଷା ହେଉଛି ତା ସହିତ ଆପଣ ନଦୀ ନାଳ ଜଙ୍ଗଲ ଡେଇଁ ଆସୁଛନ୍ତି ଏପରି ପରମ୍ପରା ରହିଆସିଛି ପରମ୍ପରା ହିସାବରେ କରୁଛନ୍ତି। କେତେ ବର୍ଷର ପରମ୍ପରା ଆଉ କ'ଣ ରହିଛି ଆପଣଙ୍କର କ'ଣ ରହିଛି ଏହାର ପରମ୍ପରା ଆଜ୍ଞା? ଆଜ୍ଞା ଏ ପରମ୍ପରା ତ ଆମେ ମାନେ ଜାଣବାରଟା ସହଜ ନାଇଁସେ ଆଜ୍ଞା। ଆଉ କେତେ ଦିନ କରୁଥିଲେ ଆମର ବୟସ୍କ ଲୋକମାନେ ତାପରେ ଆମର ପୁରୁଣା ଲୋକମାନେ ଆମେ ସେ ଜିନିଷମାନଙ୍କୁ ବି ନି ଜାନି କିନ୍ତୁ ଆମେ ଯେତେ ଦିନ ଠାନୁ ଜାଣିଛୁଁ ଏନ୍ତା କରିକିରି ବହୁତ ସମୟ କଟିଗଲାନ ଆମର ବି ଇହାଦେ ସମୟ କଟିଯିବାର ଉପରେ ରହିଲାନ। କିନ୍ତୁ ସେଟା ହେଉଛି ଗରିବ ଗାଁ ଆରୁ ସେ କିସ୍ମେ ଜଣେ ଅର୍ଥେଇ କରି କିବା ମାନେ ଗୋଟେ କିସ୍ମେ ମହାପ୍ରଭୁ ରଖବାର୍ ଲାଗି ବି କୌଣସି ଲୋକର କ୍ଷମତା ନାଇଁନ। କିନ୍ତୁ ସେଥିର୍ ଲାଗି ଆମେ ଯେନ ସେ ମହାବାହୁ ଅଛନ୍ ସେ ଜାଗାକେ ନଈ ଥଉ ନାଲା ଥଉ ପର୍ବତ ଥଉ ଯାହା ବି ଥଉ ସେଠାନକେ ଯାଇକିରି ଆମେ ସେ ଭଗବାନକେ ଆନିକିରି ଆଜ୍ଞା ଏଇଟା ଗୋଟେ ଭାରଟି ତିଆରସୁଁ ଆଜ୍ଞା।
ଝୁଲା ଭାଟ୍ଟେ ତିଆରସୁଁ ଭଗବାନକେ ମଝାମଝି ବସାସୁଁ ଆରୁ 2 ଜଣ ବହିକରି ଘଣ୍ଟ ଶଙ୍ଖ ବଜେଇକରି ତାହାକୁ ହେଜାହାର ପଦରେ କରି ନେସୁଁ ଆଜ୍ଞା। ଭକ୍ତି ଆଗରେ ହାର ମାନିଛି ପ୍ରତିବନ୍ଧକ। ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯାଇ ମହାବାହୁଙ୍କର ହେବ ରଥଯାତ୍ରା। ଏଣୁ ଖୁରିପାଣି ଗ୍ରାମବାସୀ ଅତି ଆଗ୍ରହର ସହିତ ମହାବାହୁଙ୍କୁ ପାଛୋଟି ନେବା ପାଇଁ ଧାଇଁ ଆସିଛନ୍ତି ବ୍ରାହ୍ମଣୀପାଲି ଗାଁକୁ। ପାଟଣାଗଡ଼ ବ୍ରାହ୍ମଣୀପାଲିରୁ ସୁଧାକର ଦାସ,